ସାଙ୍ଗମାନେ ଦୟାକରି ଏହି ଭିଡ଼ିଓଟିକୁ ରାତିରେ ଆପଣ ଦେଖନ୍ତୁନି, କାରଣ ଶେଷ 10 ସେକେଣ୍ଡରେ ଯାହା ଘଟିଛି ଆପଣଙ୍କୁ ବହୁତ ଭୟ ବି ଲାଗିପାରେ। ଆରେ ଗୋଟେ ରାଜମହଲ ଥିଲା, ପୁରୁଣା ରାଜମହଲ, କିନ୍ତୁ ସେଠି କେହି ରୁହନ୍ତିନି। ଆଉ ରାତିରେ ସେ ରାଜମହଲ ଭିତରୁ ଲାଇଟ୍ ଜଳିବାର, ଲୋକ ଯେମିତିକି ଯିବା ଆସିବା କରୁଛନ୍ତି ସେଭଳିଆ ଆବାଜ ସବୁ ଆସେ। ଲୋକମାନେ କୁହନ୍ତି, କିନ୍ତୁ ସେମାନେ କେହି କିଛି ଦେଖି ନାହାନ୍ତି। ଲୋକମାନେ ସେଠି କଥାବାର୍ତ୍ତା ହୁଅନ୍ତି ଯେ କି ସେ ରାଜମହଲ ଯେମିତିକି ଲୋକମାନଙ୍କୁ ଦେଖୁଛି ଆଉ ଲୋକମାନଙ୍କ ଉପରେ ନଜର ରଖୁଛି। କିଛି ଲୋକ ସେ ରାଜମହଲ ଭିତରକୁ ପଶିଲେ ଆଉ ସେଠି ବୁଲାବୁଲି କଲାବେଳେ ଗୋଟେ ମୋବାଇଲ ପାଇଲେ ଯିଏକି ରେକର୍ଡିଂ ଚାଲୁଥିଲା। କିନ୍ତୁ ଲୋକମାନେ ଏହା ବି ନଜର କଲେ ଯେ କି ଆଖପାଖରେ କେହି ନାହାନ୍ତି। ମୋବାଇଲଟା କାହାର, କିଏ ମୋବାଇଲ ପକେଇଛି, କିଏ ରେକର୍ଡିଂ କରୁଥିଲା, ଏମିତି ତାଙ୍କ ମନ ଭିତରେ କୋଶ୍ଚିନ୍ ଆସିଲା। ସେ ଭିଡ଼ିଓଟାକୁ ସେଭ୍ କଲେ, ସେଭ୍ କରିକି ଭିଡ଼ିଓଟାକୁ ଦେଖିଲେ। ସାଙ୍ଗମାନେ ସେ ମୋବାଇଲ ଭିତରୁ ଗୋଟେ ଆବାଜ ଆସିଲା। ସେ ଆବାଜଟି ଥିଲା, ତମେ ଯାହା ଦେଖୁଛ ମୁଁ ବି ସେଇଆ ଦେଖୁଛି। ଏବେ ଯଦି ତମେ ଏକା ଅଛ ତମେ ଏଠୁ ଫେରିଯାଅ। ଆଉ ଫେରିବା ପାଇଁ ଇଚ୍ଛା ହଉନି ନା? ଏମିତି କିଛି ଆବାଜ ଆସିଥିଲା ସେ ଭିଡ଼ିଓରୁ। ସାଙ୍ଗମାନେ ଯଦି ଏଇ ଷ୍ଟୋରିଟି ଭଲ ଲାଗିଥାଏ ନେକ୍ସଟ ଭିଡ଼ିଓ ପାଇଁ ଆପଣମାନେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନେକ୍ସଟ ଭିଡ଼ିଓ ଆଣିବା।